କୋଉ ଜାଗାରେ ତ ଗାଳି ଖାଇବାକୁ ପଡୁଛି, କୋଉ ଜାଗାରେ ତ ପ୍ରଶଂସା ମିଳୁଛି। ଏମିତି ସବୁ ଲାଇନ୍ କାମ ଆଉ। ଏବେ ଚାଲିଛି କାମ, ପ୍ଲେସ୍ କାମ ଚାଲିଛି। 15 ଦିନ ହେଲାଣି କାମ ଚାଲିଛି। ଶ୍ରୀମନ୍ଦିର କାମ ଦେଇଛନ୍ତି। ସେରୋଡ଼ରେ ଆସି ବହୁତ ଭଲ ଲାଗୁଛି କାମ କରିବା ପାଇଁ। 65 ଫୁଟର କାମ ଚାଲିଛି। ଉପରେ କପଡ଼ା କାମ ଚାଲିଛି, ଡିଜାଇନ୍ ଯାକ। ଦିନକୁ କେତେ ଘଣ୍ଟା କାମ କରୁଛି? 8 ଘଣ୍ଟା କାମ କରୁଛି। ସକାଳ 8ରୁ ଏବେ ଖୋଲା ଦିଆଯାଉଛି। 7ରୁ କାମ କରୁଛି 12 ପର୍ଯ୍ୟନ୍ତ। ଆଉ କାମ କମ୍ ତ ରହିଲାଣି, ଆଉ ଟିକେ ଟିକେ ଖାଲି ଛୋଟ ଛୋଟ କାମ ରହିଯାଇଛି ବାକି। ଡିଜାଇନ୍ ଫିଜାଇନ୍ ଖାଲି କାମ ଟିକେ ଅଛି। ଉପର ଚୂଳଟା କାମ ଅଛି। ତାପରେ କାଲି 2 ଦିନ ଭିତରେ ସରିଯିବ। ବଲାଙ୍ଗୀର କାମ କରୁଛୁ, ଫୁଲବାଣୀ, ସିଆଡ଼େ ଭୁବନେଶ୍ୱର ପଟେ। ହଁ, ମନ୍ଦିର କାମ ଚାଲିଛି। ତାପରେ ଏଇ ବିଲ୍ଡିଂ ବି ଡିଜାଇନ୍ କରାହେଉଛି। ତାପରେ ଅନେକ ଡିଜାଇନ୍ କରାହେଉଛି। ଅର୍ଡର ଦେବେ, ଯୋଉ ଫଟୋ ଦେଖେଇବେ ସେଇ ଉପରେ ଡିଜାଇନ୍ କାମ ହବ। 30-35 ବର୍ଷ ହେଲାଣି ଏଇ ଲାଇନରେ କାମ କରିବାକୁ। ତୋରଣ କାମ, ବାକି ସାଜସଜା ଟେଣ୍ଟ ହାଉସ୍। ସରୋଡ଼ା ମାଆଙ୍କର କନ୍ଦୁଣୀ ଯାତ୍ରା ଉପଲକ୍ଷେ ତୋରଣ କାମ ଚାଲିଛି। ଯାହାହେଲେ 65 ପାଖାପାଖି ଆସିବ ଉଚ୍ଚତା। ଯାହାହେଲେ କାରିଗରୀ ପ୍ରାୟ 20-22 ଜଣ କାରିଗର ଲାଗିଛନ୍ତି। ରାତି ଦିନ ଅହରହ ପରିଶ୍ରମ କରିକିରି କାମ ସକ୍ସେସ୍ କରିବା ପାଇଁ ଚେଷ୍ଟା ଚଲେଇଛୁ ଆଉ। ଅନୁଷ୍ଠାନ ଆମକୁ ଶ୍ରୀମନ୍ଦିର ଡିଜାଇନ୍ ଦେଇଛନ୍ତି। ସେଇଟା ଆମେ ଯାହାହେଲେ ସକ୍ସେସ୍ କରିବା ପାଇଁ ଚେଷ୍ଟା କରୁଛୁ ଆଉ। ବହୁତ ଜାଗାରେ କାମ ହେଇଛି। ଆଉ ବି ପ୍ରାୟ ଜାଗାରେ ସକ୍ସେସ୍ ହେଇଛି। କୋଉ ଜାଗାରେ ତ ଗାଳି ଖାଇବାକୁ ପଡୁଛି, କୋଉ ଜାଗାରେ ତ ପ୍ରଶଂସା ମିଳୁଛି। ଏମିତି ସବୁ ଲାଇନ୍ କାମ ଆଉ। ପ୍ରାୟ 2 ଥର ହେଇଗଲାଣି। 2018 ମସିହାରେ ଗୋଟେ ଥର ଆସିଥିଲି। ବହୁତ ପ୍ରଶଂସା କଲେ। ଏଇଟା ଦ୍ୱିତୀୟ ଥର। ଏଇଟା ପ୍ରାୟ 15 ଦିନ ପାଖାପାଖି ଲାଗିଲାଣି। ପିଲା 12-15 ଜଣ ଲାଗିଛନ୍ତି। ପିଲା ଆମର କନ୍ଧମାଳ ଡିଷ୍ଟ୍ରିକ୍ଟ ସବୁ ପିଲା। କାମ ଆଜି କାଲି ଭିତରେ ସରିଯିବ।